ପାଇଁ ମା ଶୀତଳା ଓ ମା ମାଉଲିଙ୍କ ପାଖରେ ମିଳିଲା ଆଜ୍ଞାମାଳ। ତା 27/9/2024 ଆଜି କୋଟପାଡ଼ ମହାନ୍ତି ସାହି ପୂଜା କମିଟି ଦ୍ୱାରା ଚଳିତ ବର୍ଷ ଦଶହରା ପୂଜା ଉପଲକ୍ଷେ ମା ଶୀତଳା ଠାକୁରାଣୀଙ୍କ ଠାରୁ ଅନୁମତି ଲୋଡ଼ା ଯାଇଥିଲା। ପୂର୍ବରୁ ସ୍ଥାନୀୟ ମହାନ୍ତି ସାହି ପୂଜା କମିଟିର ସମସ୍ତ ସଦସ୍ୟଙ୍କ ଅଧ୍ୟକ୍ଷତାରେ ଗତକାଲି ସନ୍ଧ୍ୟା 8 ଘଣ୍ଟା ସମୟରେ ଗୋଟିଏ ବୈଠକ କରାଯାଇ ପୂଜା କମିଟି ଚୟନ କରାଯାଇଥିଲା ଏବଂ କମିଟିର ନୂତନ 3 ଜଣ ପୁରୁଖା ସଦସ୍ୟ ସିଦ୍ଧାର୍ଥ ତ୍ରିପାଠୀ, ରମେଶ ଆଚାରୀ ଓ ସନ୍ତୋଷ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆଜି ପ୍ରାତଃ 9 ଘଣ୍ଟା ସମୟରେ ମା ଶୀତଳାଙ୍କ ଠାରେ ଆଜ୍ଞାମାଳ ବା ହୁକୁମ ପାଇ ପ୍ରସ୍ତୁତି ହୋଇଥିଲା ଏବଂ 10:15 ସମୟରେ ଆଜ୍ଞାମାଳ ମିଳିଥିଲା। ଚଳିତ ବର୍ଷ କୋଟପାଡ଼ ଅଞ୍ଚଳରେ ହେଉଥିବା ଦଶହରା ପୂଜାରେ ମା ଦୁର୍ଗାଙ୍କ ଆଗମନ ପାଇଁ ବିଭିନ୍ନ ପୂଜା କମିଟି ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ପାର୍ବଣ ଋତୁରେ ମାଙ୍କ ଦର୍ଶନ ପାଇଁ ଉତ୍ସୁକତା ରହିଥିବା ଦେଖିବାକୁ ମିଳିଛି। ଆଜିର ଏହି ବୈଠକ ଓ ଆଜ୍ଞାମାଳ ମଗାଯିବା ସମୟରେ ମହାନ୍ତି ସାହି ପୂଜା କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ମା ଶୀତଳା ଓ ମା ମାଉଲିଙ୍କ ଦର୍ଶନ କରିବା ସୌଭାଗ୍ୟ ଲାଭ କରିଥିଲେ। କୋଟପାଡ଼ରୁ ଅଜୟ କୁମାର ମିଶ୍ରଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ।